ରାସନ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ସଂଗ୍ରହ କରିନଥିଲେ ଏମିତି ସମସ୍ୟାର ହୋଇପାରନ୍ତି ଶିକାର। ଜାଣିବା ସମ୍ପୂର୍ଣ୍ଣ ଖବର ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଖାଦ୍ୟ। ଏଥିରେ ଲୋକଙ୍କୁ ମାଗଣାରେ ରେସନ ଚାଉଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି। କିଛି ରାଜ୍ୟରେ ଚାଉଳ ବ୍ୟତୀତ ତେଲ, ଅଟା ଆଦି ମଧ୍ୟ ମିଳୁଛି। ତେବେ ରେସନ କାର୍ଡ ଧାରୀଙ୍କ ପାଇଁ ସରକାର ବିଭିନ୍ନ ନିୟମ ଓ କଟକଣା ସମ୍ପର୍କରେ ଅପଡେଟ୍ ରହିବା ଦରକାର, ନହେଲେ କଟିଯିବ ଆପଣଙ୍କ ରାସନ କାର୍ଡ। ଏହି ଯେମିତି ଉତ୍ତରପ୍ରଦେଶର କୌଣସି ରାସନ କାର୍ଡ 6 ମାସ ଯାଏ ବ୍ୟବହାର ନ କଲେ ବା ରାସନ ସାମଗ୍ରୀ ଉଠାଣ ନ କଲେ ସେହି କାର୍ଡକୁ ସରକାର କାଟି ଦିଅନ୍ତି। ସେହିପରି ଦିଲ୍ଲୀରେ ମଧ୍ୟ ସମାନ ଅବସ୍ଥା। ହରିୟାଣା, ବିହାର, ଝାଡ଼ଖଣ୍ଡ ଏମିତି ବି ଆମ ରାଜ୍ୟରେ ସରକାରଙ୍କ ତରଫରୁ କିଛି କଟକଣା ରହିଛି। ଏହାକୁ ଉଲ୍ଲଂଘନ କଲେ ରାସନ କାର୍ଡ କାଟିଯିବ। ତେଣୁ ରାସନ କାର୍ଡ ଧାରୀ ନିଜ ସାମଗ୍ରୀ ଯେଉଁ ମାସରେ ଆସୁଛି ତାକୁ ସେହି ମାସରେ ସଂଗ୍ରହ କରନ୍ତୁ। ଏପରି କରିବା ଦ୍ୱାରା ରେସନ ଡିଲରଙ୍କ ଦ୍ୱାରା କଳା ବଜାରୀ ହେବାର ସମ୍ଭାବନା ରହିବ ନାହିଁ। ତେଣୁ ରେସନ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହି ସବୁ ଦିଗ ପ୍ରତି ଯତ୍ନବାନ ହେବା ଦରକାର।